କାଳୁ ଏମିତି ମଇଁଷି କାଟିବା ଜାଗାକୁ ନେବ ବୋଲି ମୁଁ ଜାଣିନଥିଲି। ମଇଁଷିର ଗୋଡ଼ ପେଟ କାଟିକି ପୁରା ଏଠି ଝୁଲା ହେଇଛି। ହ୍ୟାଲୋ ହାଇ ନମସ୍କାର, ସ୍ୱାଗତ ଆପଣମାନଙ୍କୁ ଅରୁଣ ବ୍ଲଗ ଚ୍ୟାନେଲରେ। ଆଜି ସକାଳୁ ସକାଳୁ ଉଠିକି ଦେଖିଲା ବେଳକୁ ଗୋଟେ ଗାଡ଼ି କାଠ ନେଇକି ଆସିଥିଲା। ମତେ ସକାଳୁ ସକାଳୁ ଉଠିବା ମାତ୍ରେ ବହୁତ ଜୋର ଭୋକ ଲାଗିଲା ଆଉ ମୁଁ ସିଧା ଖାଇବାକୁ ଗଲି ଅଣ୍ଡା ଭୁଜିଆ ନେଇକି। ମୁଁ ଖାଇସାରିବାରୁ ବହୁତ ଜୋର ବର୍ଷା ହଉଛି। ଏଇ ବର୍ଷା ପାଗରେ କାଳୁ ଆପଣଙ୍କୁ ଚୁମା ଦଉଛି। ବହୁତ ଜୋର ବର୍ଷା ହଉଛି ବାହାରେ। ରିମଝିମ ପାଣି ବର୍ଷୁଥିଲା ରେ। ଆଉ ଆମ କ୍ୟାମେରାମ୍ୟାନ ଭାଇ ଦେଖ ବର୍ଷାରେ ଟିପି ପାଣିକୁ ବର୍ଷା କେମିତି ରେକର୍ଡିଂ କରୁଛି। ଫାଇନାଲି ମୁଁ ଗାଧା ଗୁଧି କରି ରେଡି ହେଇଗଲି। ଆଉ ଟିକେ ଡ୍ରେସ ତ ମୋର ନାହିଁ, ଆଉ ସେ ଗୋଟେ ଏକା ଡ୍ରେସ। ମତେ ବହୁତ ଜୋର ନିଦ ଲାଗୁଥିଲା ବୋଲି ମୁଁ ଶୋଇ ପଡିକି 4ଟାରେ ଉଠିଲି। ମତେ ବହୁତ ଜୋର ବୋର ଲାଗିବାରୁ ଘର ପଛପଟେ ଯାଇକି ଟିକେ ଗାଡି ଗୁଡାକ ଦେଖିବାକୁ ଲାଗିଲି। ଆଉ ସିଧା ଆମେ ପଳେଇଲୁ ଦୋକାନରେ ବସିକି ଗପସପ କରିବାକୁ। ଦୋକାନରେ ବସିକି ଗପସପ କରିବାଟା ମଜା ଅଲଗା। ଆମେ କମ୍ପାନୀକୁ ଯାଇକି ଦେଖିଲା ବେଳେ ରୋଷେଇ ବାବୁ ବାଟରେ ଗରମ ତୁରାଣ ଢାଳିଦେଲେ। ଏପଟେ ଆସିବାରୁ ମନା ବୋଲି ଇଚ୍ଛା ତ ହଉଥିଲା ସିଧା ପଥର ଦେଇ ମାରିବାକୁ ମୁଣ୍ଡରେ। ଆଉ ଢାଳି ସାରି କହୁଛି ଆସ ଏବେ। ଆମେ ଡେରି ନ କରି ସିଧା ବାହାରି ଗଲୁ କାଳୁ ପାଇଁ ଝିଅ ପଟେଇବାକୁ। କାଳୁର ତ ପୁରା ଝିଅ କଥା ଶୁଣିକି ମନଟା ପୁରା ଉପରେ ଉଡିବାକୁ ଲାଗିଲା। କାଳୁ ଝିଅ ଦେଖେଇବା ଜାଗାରେ ଏ କଣ ଦେଖେଇଲା, ମଇଁଷିର ହାଡ ଗୁଡ ପେଟ ପୁରା କାଟିକି ଝୁଲା ହେଇଛି। ମତେ ତ ଦେଖିକି ପୁରା ଜମା ଭଲ ଲାଗିଲାନି। ଆମେ ଆଉ ସିଧା କମ୍ପାନୀକୁ। ଆଜିର ଭିଡିଓଟା କେମିତି ଲାଗିଲା ନିଶ୍ଚୟ ଜଣାଇବେ। ରହିଲି, ଟାଟା।